ସାଙ୍ଗମାନେ ଏଇ ଭିଡ଼ିଓଟି ଦୁଇଥର ଅପଲୋଡ଼ କଲେଣି କିନ୍ତୁ ହେଉନାହିଁ ହେଲା। କାମ ସାରିକି ସବୁ ଯାଉଥିଲି ଗାଧୋଇବା ପାଇଁ, ଘର ଦ୍ୱାର ପୋଛିକି ବାସନ ମାଜିକି ଆଉ ହେଲା ମୁଁ ଯାଉଥିଲି କିନ୍ତୁ ସେଇ ଟାଇମ୍ରେ ହିଁ ସୋନୁ ଶିବାନୀ ଆସିଲେ ମାର୍କେଟରୁ ମଟନ୍ ନେଇକି। ତ ଦେଖନ୍ତୁ କେତେ ଖୁସି ହେଇକି ଆଜି ସୋନୁ ଜିଦି କରିକି ମଟନ୍ ନେଇକି ଆସି, ଯେହେତୁ ସଣ୍ଡେ ଥିଲା ଆଉ ଛୁଟି ଅଛି ପିଲାମାନଙ୍କର ଘରେ ଅଛନ୍ତି ତ ମଟନ୍ ଖାଇବେ ବୋଲିକି ନେଇକି ଆସିଲେ ବାପା କତିରୁ ଜିଦି କରିକି। ଆଉ ତ ମଟନ୍ ବାଲା ବି ଦେଖିକି କହୁଥିଲା ଏତେ ଦିନ ପରେ ଆସିଛ ହେଲା, କୁଆଡ଼େ ଗାୟବ ହେଇଥିଲେ ଏତେ ଦିନ, ପ୍ରାୟ ଦୀର୍ଘ 2-3 ମାସ ହେଇଯିବ, ପ୍ରାୟ 2-3 ମାସ ପରେ ଯାଇକି ଆମର ମଟନ୍ ହେଲା, 4-5 ମାସ ହେଇଗଲାଣି। ଆଉ ହେଲା ବହୁତ ଦିନ ପରେ 2-3 ମାସ 2 ମାସ ଖଣ୍ଡେ ହବ। ତ ମଟନ୍ ବାଲା କହୁଥିଲା କୁଆଡ଼େ ଗଲ, ତାପରେ ଗୋଟେ ଆମ୍ବ ଆଣିଥିଲା, ଫ୍ରେଶ୍ ଆମ୍ବ ଆସିଥିଲା ମାର୍କେଟକୁ। ଜଷ୍ଟ ସେ ଗାଡ଼ି ଓହ୍ଲେଇଲା, ଇଏ ଦେଖିଲେ ଡାଳ ଲାଗିଥିଲା, ତ ସୁନୁ 60 ଟଙ୍କା ଦେଇକି ଗୋଟେ ଆମ୍ବ ତା ବାପା ଦେଇ ପଠେଇଛନ୍ତି। ସେ ଯାଇଛନ୍ତି ପିଆଜ ଆଣିବା ପାଇଁ, ତ ଛୁଆଙ୍କୁ ତ ଦେଇକି ସେ କହିଲେ ତୁମେ ନେଇଯିବ ଘରକୁ, ମୁଁ ଯାଉଛି ପିଆଜ ନେଇ ଆସିବି। ତ ଆମ୍ବଟା ବହୁତ ଫ୍ରେଶ୍ ଦେଖା ହେଉଥିଲା ଆଉ 60 ଟଙ୍କା ଆମ୍ବ, ତୁତାପୁଲେଇ ଆମ୍ବ। ଏଠି ସବୁ ସିଜନରେ ଆମ୍ବ ମିଳେ, 12 ମାସି ଆମ୍ବ ହେଇଥିବ, 12 ବର୍ଷରେ ଧରୁଥିବ ଏଇ ଆମ୍ବଟା ପ୍ରାୟ ମୋତେ ଲାଗୁଛି ସେଇଆ। ଆଉ ହେଲା ସେ ସୁନୁ କହୁଥିଲା ମମି ପାପଡ଼ି କରିବା, ଆମ୍ବକୁ ହେଉଛି କହନ୍ତି ସିଝେଇ ଦେଇକି ଆଉ ସେଥିରେ ଗୁଡ଼ ପକାଇ ଦେଇକି ଆଉ ତାକୁ ଖରାରେ ଶୁଖେଇଦେବା, ତାକୁ ଶୁଖିଲା ରଙ୍ଗ ଟିକେ କରିଦେଇକି ଗ୍ୟାସ୍ରେ ଗରମ କରିକି ଆଉ ତାକୁ ଚଲେଇକି ତାପରେ ଶୁଖେଇ ଦେଇକି କହୁଥିଲା ଏମିତି ଆମ୍ବ ପାପଡ଼ି କରିବା ପାଇଁ। ତ ମୁଁ କହିଲି ହଉ ଦେଖିବା, ତା ବାପା କହୁଥିଲେ ଖଟେଇ କରିଦେବୁ ଭଲ ଲାଗିବ, ତ ଖଟେଇ କରିବା ଆଉ ହେଲା। ଚାଲନ୍ତୁ ସାଙ୍ଗମାନେ, ଆଉ ତାଙ୍କର ପିଲାମାନେ ଆଣିଛନ୍ତି ମଟନ୍, ଯାଉଛି କରିଦେବି। ଯାଉଥିଲି ଗାଧୋଇତେ ଆଉ ସାଙ୍ଗେ ସାଙ୍ଗେ ପଳେଇ ଆସିଲେ। ଆଉ ଆସିକି ସୁନୁ ତାର ସେଇ ବିଷୟରେ କହୁଥିଲା, ଆମ୍ବ ବିଷୟରେ, ମଟନ୍ ବିଷୟରେ, ମାନେ ସେ କହୁଥିଲେ ଆହୁରି ହଁ ତାଙ୍କୁ ଆହୁରି 2-3 ପିସ୍ ଅଧିକା ମଧ୍ୟ ଦେଇଛି, କଲିଜା ଦେଇଛି ଆଉ ଚର୍ବି ମଧ୍ୟ ଦେଇଛି, ସେଇ କଥା କହୁଥିଲା ସୁନୁ। ଶିବାନୀ ଦେଖନ୍ତୁ ଏଠି କାକୁଡ଼ି ଧରିକି କହୁଛି ମମି ଦେଖ ଏଥିରେ N ହବ, U ହବ ଆଉ C ହବ, ତ କାକୁଡ଼ିଟା ବଙ୍କା ଅଛି ତ ସେଥିପାଇଁ ଦେଖିକି ମୋତେ ସେ ଏମିତି କହୁଥିଲା। ତ ଚାଲନ୍ତୁ ମଟନ୍ ରୋଷେଇବାସ କରିଦେଇକି ଆମେମାନେ ଟିକେ ଯିବୁ ଗୋ ସେବା କରିବା ପାଇଁ, ଗାଈ ସେବା କରିବା ପାଇଁ, ଆଉ ଗାଈ ପାଇଁ ସବୁ ସାମାନ ସବୁ ରେଡ଼ି କରିବେ। ଖାଇ ପିଇ ଦେଇକି ଶୋଇକି ଉଠିକି ଯିବୁ। ତ ମଟନ୍ ତ ଖାଇ ପିଇ ଦେଇକି ଶୋଇ ପଡ଼ିଥିଲୁ, ଉଠିକି ଆଉ ବାହାରି ବୁରା ପଡ଼ିଲୁ ଆଉ ହେଲା। ଚୁଡ଼ି ମଧ୍ୟ ପିନ୍ଧି ପକେଇଛି, ମାର୍ଗଶୀର ମାସ ଚାଲିଛି ନା, ଆଉ ସେଥିପାଇଁ ଚୁଡ଼ି ମଧ୍ୟ ମାନେ ଖାଲି ହାତ ଅଛି, ଚୁଡ଼ି ପିନ୍ଧିଲିନି, ସେ ଚୁଡ଼ି ପିନ୍ଧି ପକେଇଛି ଆଉ ଡ୍ରେସ୍ଟା ପିନ୍ଧି ପକେଇଛି। ଆମେ ଯିବା ଗାଈକୁ ଦେବା ପାଇଁ। ଆକ୍ଚୁଆଲି ଭିଡ଼ିଓଟାର ଭଲ୍ୟୁମ୍ କ'ଣ କେଜାଣି ତାର କେମିତି କ'ଣ ପାଇଁ ମିଷ୍ଟେକଲି ଭଲ୍ୟୁମ୍ ଇଏ ହେଇଯାଇଛି, ସେଥିଲାଗି ମୋତେ ପଛରେ ପୁଣି ଭଏସ୍ ଓଭର୍ କରିବାକୁ ପଡ଼ୁଛି। ଭିଡ଼ିଓଟା ଏତେ କଷ୍ଟ କରି ବନେଇଥିଲି, 2 ଥର ଅପଲୋଡ଼ କଲେଣି, 2 ଥର ମୋତେ ଡିଲିଟ୍ ହେଇଯାଉଛି। ଏଇଟା ଲାଷ୍ଟ ଥର, ଯଦି ହେଲା ନହେଲେ ନାହିଁ। ତ ଏଇଠି ଦେଖିପାରୁଥିବେ ମୁଁ ଗାଈ ପାଇଁ ସବୁ ନେଇଯାଇଛି, ଛତୁଆ ଗୁଣ୍ଡ ସବୁ ମିଳିଥିଲା ଅଙ୍ଗନବାଡ଼ିରୁ। ମୁଁ କହିଲି କ'ଣ ହେବ, ନଷ୍ଟ ହେବା ଅପେକ୍ଷା ଗାଈକୁ ଦେଇଦେବା, ପଶୁ ତ ଖାଇବ ହେଲା। ଚାଲନ୍ତୁ ଆଜି ଏନିମାଲ୍ର ସେବା କରିବା, ଗୋ ସେବା କରିବା, ଆଉ ଚଢ଼େଇମାନଙ୍କ ପାଇଁ ଦାନା ନେଇକି ଯିବା, ଆଉ ମାଛମାନଙ୍କ ପାଇଁ ନେଇକି ଯିବା, ତ ପାରାମାନଙ୍କ ପାଇଁ ନେଇଯାଇଛି ଚାଉଳ ବଗେରା ଦେବା ଖାଇତେ ଆଉ ହେଲା। ବାଇ ଦ ୱେ ମୋ ଚୁଡ଼ିଟା କେମିତି ଲାଗୁଛି କହିବେ ନିହାତି। ପିନ୍ଧି ପକେଇଛି ସେଟ୍ କରିକି, ହରି ଚୁଡ଼ି, ସବୁଜ ଚୁଡ଼ି ଥିଲା ମୋ ପାଖରେ। ଆଉ ଚାଲନ୍ତୁ ସାଙ୍ଗମାନେ, ଆଉ ଏଇଟା ମାଟି ଶଙ୍ଖା ମଧ୍ୟ ମୋର ଯେଉଁ ସାବିତ୍ରୀ ଅମାବାସ୍ୟାକୁ ଆଣିଥିଲି ମାଟି ଶଙ୍ଖା ଚୁଡ଼ି ପୂଜା କରିଥିଲି, ତ ଗତ ବର୍ଷିକା ଥିଲା ତ ପିନ୍ଧି ପକେଇଲି ସେଇଟା। ଆଉ ଚାଲନ୍ତୁ ସାଙ୍ଗମାନେ ଆମେମାନେ ଯିବା। ନେଲ୍ ପଲିସ୍ ମଧ୍ୟ ମୁଁ ଲଗେଇଲି, ଦେଖିପାରୁଥିବେ ନେଲ୍ ପଲିସ୍ ମୋତେ ତ ଏତେ ଆସେନି ନେଲ୍ ଆର୍ଟ ବଗେରା, ତ ଯାହା ବି ହଉ ଟିକେ କରି ପକେଇଛି ହେଲା। ଝିଅ ପିଲାମାନେ ତ ହେଲା, ଝିଅ ପିଲା ଅର୍ଥ ହିଁ ଟିକେ ସିନ୍ଦୁର ଲଗେଇବା, କଜଳ ଲଗେଇବା, ଅଳତା ଲଗେଇବା, ନେକ୍ ପଲିସ୍ଟା ଲଗେଇବା, ସଜବାଜ ତ ଝିଅ ଛୁଆ ହିଁ ହୁଅନ୍ତୁ, ପୁଅ ଛୁଆ ଥୋଡ଼ି ହୁଅନ୍ତି। ତ ଆମ୍ବ ଦେଖନ୍ତୁ ଏଇଠି ସୁନୁ ଶିବାନୀ କାଟିକି ନେଇଛି ଖାଇବ ବୋଲିକି, ପାହାଡ଼ ଉପରେ କହିଲା ମମି ଆମେ ଖାଇବା। ତ ଚାଲନ୍ତୁ ମାଛକୁ ଦେବା, ରିଲ୍ସ କରିବା, ଆଉ ଆମ୍ବକୁ ଲୁଣ ଲଙ୍କା ନେଇକି ଗୁଡ଼େଇକି ନେଇକି ଯାଇଛି। ତ ଏଠି ଆସିକି ଗାଈ କତିରେ ପହଞ୍ଚିଗଲି, ଯାଇକି ତାପରେ ହେଲା ସେଇ ପ୍ୟାକେଟ୍ ଯାହା ଆଣିଥିଲି ତାକୁ 2 ପ୍ୟାକେଟ୍ ନେଇଥିଲି, ଚିରିକି ସବୁ ଗାଈ ପାଖରେ ଦେଇ ଦେଉଛି। କିନ୍ତୁ ଗାଈମାନେ ଦେଖନ୍ତୁ କେମିତି ହେଉଛନ୍ତି ମୋତେ ଦେଖିକି ହେଲା, ବହୁତ ଇଏ ହେଉଥିଲେ ଗାଈମାନେ ଦେଖିକି, ଖାଇବା ବୋଲିକି ମାନେ ପୁରା ଇଏ ହେଉଥିଲେ। ଆଉ ସୁନୁ କହୁଥିଲା ମୁଁ ବି ଦେମି, ତ ଏମିତି ହେଇକି ସେ ଅଳ୍ପ କିଛି ଭିଡ଼ିଓ କାଢ଼ିଛି, ବେଶୀ କିଛି କାଢ଼ି ନାହିଁ। ତ ମୁଁ 2ଟା ମନ୍ଦି 3 ଜଣଙ୍କୁ ଭାଗ କରିକି 3ଟା ହାଣ୍ଡାରେ ତାଙ୍କୁ ସବୁ ଦେଇଦେଲି, ଆଉ କବିପତ୍ର ବଗେରା ଯାହା ନେଇଥିଲି ସବୁ ଦେଇକି ଫ୍ରେଣ୍ଡସ୍। ଆଉ ଚାଲନ୍ତୁ ଏବେ ଆମେମାନେ ଯିବା ପାରାକୁ ଦେବା ପାଇଁ, ଆଉ ଯାଇକି ମଧ୍ୟ ପାରାକୁ ମଧ୍ୟ ଆମେମାନେ ଦେଲୁ। ତ ସୁନୁ ଶିବାନୀ ଏଠି ପାରାକୁ ମଧ୍ୟ ଖାଇବାକୁ ଦେଲେ, ଆଉ ହେଲା ନେଇଥିଲେ। ଆଉ 2 ଜଣ ମଧ୍ୟ, ମୁଁ ଏଠି ଉପରେ ଠିଆ ହେଇକି ଭିଡ଼ିଓ କାଟୁଥିଲି, ସେ 2 ଜଣ ତାଙ୍କର ପାରାକୁ ଦେଉଥିଲେ। ଚାଲନ୍ତୁ ସାଙ୍ଗମାନେ, ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିବେ। ରହୁଛି, ଜୟ ଜଗନ୍ନାଥ, ଲଭ୍ ୟୁ ଅଲ୍। ପୁଣି ଦେଖା ହେବ ନେକ୍ସଟ ବ୍ଲଗ୍ରେ, ଆଉ ଗୋଟେ ନୂଆ ବ୍ଲଗ୍ରେ, ନୂଆ ଭିଡ଼ିଓରେ ଆପଣମାନଙ୍କ ସହିତ ଦେଖା ହେବ। ରହୁଛି, ବିଦାୟ ଦିଅନ୍ତୁ, ଜୟ ଜଗନ୍ନାଥ।